ଚାହୁଁଛି ଏବଂ ସଚିବଙ୍କୁ ଅନୁରୋଧ କରୁଛି ନବନିର୍ବାଚିତ ସଦସ୍ୟଙ୍କୁ ଶପଥ ପାଠ କରାଇବେ। ଭାବରେ ପ୍ରତିଜ୍ଞା କରୁଅଛି ଯେ ବିଧି ଦ୍ୱାରା ସ୍ଥାପିତ ଭାରତର ସମ୍ବିଧାନ ପ୍ରତି ଶ୍ରଦ୍ଧା ଏବଂ ନିଷ୍ଠା ରଖିବି, ଦେଶର ଏକତା ଓ ଅଖଣ୍ଡତାକୁ ଅକ୍ଷୁଣ୍ଣ ରଖିବି ଏବଂ ଯେଉଁ ପଦକୁ ମୁଁ ଗ୍ରହଣ କରିବାକୁ ଯାଉଛି ତାହାର କର୍ତ୍ତବ୍ୟକୁ ମୁଁ ଶ୍ରଦ୍ଧାପୂର୍ବକ ପାଳନ କରିବି। ଧନ୍ୟବାଦ। Arpita Biswala, newly elected member of Mock Parliament, to take oath. The Constitution of India as established by law, and I will faithfully fulfill the duties of the position I am about to assume. Thank you. ନିବେଦନ କରୁଛି ସମସ୍ତେ ଏଥିରେ ଶାନ୍ତି ଶୃଙ୍ଖଳା ସହିତ ସହଯୋଗ କରିବେ। ପ୍ରଶ୍ନ ନମ୍ବର 101। ଉପମୁଖ୍ୟମନ୍ତ୍ରୀ ଅନୁଗ୍ରହ କରି କହିବେ କି ନୀଳଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନରସିଂହପୁର କାଂସ ପଞ୍ଚାୟତରେ ଅବସ୍ଥିତ ପର୍ବତମାଳା ହ୍ରଦ ଦୀର୍ଘ ଦିନ ଧରି ଜର୍ଜରିତ ଓ ଅବହେଳିତ ଅବସ୍ଥାରେ ରହିଛି। ସ୍ଥାନୀୟ ଲୋକଙ୍କ ଆକାଂକ୍ଷା ପର୍ଯ୍ୟଟନ ବିକାଶର ସୁବର୍ଣ୍ଣ ସୁଯୋଗ ଓ କୃଷକମାନଙ୍କ ପାଇଁ ପର୍ବତମାଳା ହ୍ରଦ ନୀଳଗିରିର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବା ପାଇଁ କ'ଣ ପଦକ୍ଷେପ ନେବେ ତାହା ସଦନରେ ଉପସ୍ଥାପନ କରନ୍ତୁ। ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନରସିଂହପୁର କାଂସ ପଞ୍ଚାୟତରେ ପର୍ବତମାଳା ହ୍ରଦକୁ ନୂତନ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଁ ପରବର୍ତ୍ତୀ ପ୍ରଚଳିତ ନିୟମାବଳୀ ସଂଖ୍ୟା 7017 ପର୍ଯ୍ୟଟନ 17/7/2017 ଅନୁଯାୟୀ ଜିଲ୍ଲାସ୍ତରୀୟ କମିଟିର ସୁପାରିଶ ଆବଶ୍ୟକ। ପର୍ଯ୍ୟଟନ ବିଭାଗ ପ୍ରତ୍ୟେକ ଜିଲ୍ଲାପାଳଙ୍କ ନିକଟରୁ ନୂତନ ପର୍ଯ୍ୟଟନ ସ୍ଥଳୀର ଚିହ୍ନଟ ତଥା ମାନ୍ୟତା ପ୍ରଦାନ ନିମନ୍ତେ ଚିଠି ସଂଖ୍ୟା 8407 ପର୍ଯ୍ୟଟନ 13/11/2024 ନିକଟରେ ପତ୍ର ମାଧ୍ୟମରେ ଅନୁରୋଧ କରାଯାଇଛି। ଏ ସମ୍ପର୍କରେ ଜିଲ୍ଲାସ୍ତରୀୟ କମିଟିର ବିଧିବଦ୍ଧ ପ୍ରସ୍ତାବ ହସ୍ତଗତ ହେଲେ ସରକାର ବିଚାର କରିବେ। ବିଭାଗ ନିକଟରେ ବିଚାରାଧୀନ ନାହିଁ। ଆଗାମୀ ଦିନରେ ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ନିକଟରୁ ବିସ୍ତୃତ ପ୍ରକଳ୍ପ ବିବରଣୀ ହସ୍ତଗତ ହେଲେ ସରକାର ପ୍ରକଳ୍ପଟିର ଆବଶ୍ୟକତା ତଥା କାର୍ଯ୍ୟକାରିତା ସେଥି ନିମନ୍ତେ ଉପଯୁକ୍ତ ଜମି ଏବଂ ଆର୍ଥିକ ସମ୍ବଳକୁ ଦୃଷ୍ଟିରେ ରଖି ବିଚାର କରିବେ। ଧନ୍ୟବାଦ। ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଅନୁଗ୍ରହ କରି କହିବେ କି ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଥିବା ଫୁଲବାଣୀ ନିକଟ ପୁତୁଳି ଜଳପ୍ରପାତକୁ ଯିବା ପାଇଁ ଥିବା ରାସ୍ତାଟି ସମ୍ପୂର୍ଣ୍ଣ ନଷ୍ଟ ହେବା ସହ ଜଳପ୍ରପାତରେ କମ୍ ଓସାରର 20-30 ଫୁଟରୁ ଅଧିକ ବହୁତ ଖାଲ ଥିବାରୁ ଏଠି ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଛି। ଏହି ପର୍ଯ୍ୟଟନ ସ୍ଥଳୀର ଭିତ୍ତିଭୂମି ବିକାଶ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିବେ କି ତାହା ସଦନ ମଧ୍ୟରେ ଅନୁସ୍ଥାପନ କରନ୍ତୁ। ବିଭାଗୀୟ ମନ୍ତ୍ରୀ ଏହାର ଉତ୍ତର ରଖିବେ। ଫୁଲବାଣୀ ନିକଟ ପୁତୁଳି ଜଳପ୍ରପାତଟି ବୁଢ଼ାଦାନୀ ଗ୍ରାମ ଛକଠାରୁ 8 କିଲୋମିଟର ଦୂରରେ ଅବସ୍ଥିତ। ଏହି ରାସ୍ତାରୁ ପ୍ରଥମ 5 କିଲୋମିଟର ଅଣଜଙ୍ଗଲ ଜମି ଅଟେ ଏବଂ ଏହା ଜଙ୍ଗଲ ବିଭାଗର ଅଧୀନରେ ନାହିଁ। ଏଣୁ ଏହାର ରକ୍ଷଣାବେକ୍ଷଣ କାର୍ଯ୍ୟ ଜଙ୍ଗଲ ବିଭାଗ କାର୍ଯ୍ୟର ଅନ୍ତର୍ଭୁକ୍ତ ନୁହେଁ। ଅବଶିଷ୍ଟ 3 କିଲୋମିଟର ପାଦଚଲା ରାସ୍ତାଟି କଳାବାଗ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଅବସ୍ଥିତ ଏବଂ ଏହା ବିଜ୍ଞପିତ ଜଙ୍ଗଲ ରାସ୍ତା ନୁହେଁ। ଏହି 3 କିଲୋମିଟର ପାଦଚଲା ରାସ୍ତା ହୋଇଥିବାରୁ ଜଳପ୍ରପାତ ପାଖକୁ ଲୋକେ ଚାଲି ପ୍ରଶ୍ନ ନମ୍ବର 103। ମୁଖ୍ୟମନ୍ତ୍ରୀ ଅନୁଗ୍ରହ କରି କହିବେ କି ଓଡ଼ିଶାର ମିଶନ ଶକ୍ତି କାର୍ଯ୍ୟକ୍ରମ ବିପୁଳ ସଫଳତା ଯୋଗୁଁ ରାଜ୍ୟ ସରକାରଙ୍କୁ କେଉଁ କେଉଁ ଜାତୀୟ ଓ ଅନ୍ତର୍ଜାତୀୟ ସଂଗଠନ ସମ୍ମାନ ଓ ସ୍ୱୀକୃତି ଦେଉଛନ୍ତି ତାହା ସଦନରେ ଉପସ୍ଥାପନ କରନ୍ତୁ। ମୁଖ୍ୟମନ୍ତ୍ରୀ ମହୋଦୟ ଏହାର ଉତ୍ତର ରଖିବେ। ଓଡ଼ିଶା ରାଜ୍ୟର ମିଶନ ଶକ୍ତି କାର୍ଯ୍ୟକ୍ରମର ବିପୁଳ ସଫଳତା ଯୋଗୁଁ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସଂଗଠନ ଏହି କାର୍ଯ୍ୟକ୍ରମକୁ ସମ୍ମାନ ଓ ସ୍ୱୀକୃତି ପ୍ରଦାନ କରିଛନ୍ତି। 20 ଜୁନ୍ 2025 ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି 5 ଜଣ ଲକ୍ଷପତି ଦିଦିଙ୍କୁ ତାଙ୍କର ଉଲ୍ଲେଖନୀୟ ସଫଳତା ନିମନ୍ତେ ସମ୍ମାନିତ କରିଅଛନ୍ତି। ମେ 2025 ଏକ ଜାତୀୟ
2025 ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଅଛି। ଏଥିରେ 21ଟି ରାଜ୍ୟ ଓ 5ଟି କେନ୍ଦ୍ରଶାସିତ ଅଞ୍ଚଳର ଷ୍ଟେଟ୍ ରୁରାଲ ଲାଇଭଲିହୁଡ୍ ମିଶନର ପ୍ରତିନିଧିମାନେ ଯୋଗଦାନ ସହ ଲକ୍ଷ୍ୟବାଦୀ ବୃତ୍ତି ସୃଷ୍ଟି କରିବା ଦିଗରେ ବିଭିନ୍ନ ଉଦ୍ୟମ। ଅକ୍ଟୋବର 2022ରେ ମିଲେଟ୍ ଆଧାରିତ ବେକାରୀ ଉତ୍ପାଦ ଏବଂ ସୁସ୍ଥ ଖାଦ୍ୟ ସାମଗ୍ରୀ ପ୍ରଦର୍ଶନ କରିଥିବା ଓଡ଼ିଶାର 4 ଜଣ ମହିଳା ଏସ୍ଏଚ୍ଜି ସଦସ୍ୟା ପ୍ୟାରିସରେ ଆୟୋଜିତ 5 ଦିନିଆ ସିଆଲ୍ ଆନ୍ତର୍ଜାତୀୟ ଅଭିନବ ଖାଦ୍ୟ ପ୍ରଦର୍ଶନୀରେ ଅଂଶଗ୍ରହଣ କରି ଉଚ୍ଚ ପ୍ରଶଂସିତ ହୋଇଅଛନ୍ତି। ଜଣୀୟ ଏସ୍ଏଚ୍ଜି ସଦସ୍ୟମାନେ ଦିଲ୍ଲୀରେ ଆୟୋଜିତ IATF ଏବଂ ବାଙ୍ଗାଲୋରରେ ଆୟୋଜିତ ଓଡ଼ିଶା ପର୍ବରେ ଭାଗ ନେଇଛନ୍ତି। ଅନେକ ପ୍ରତିଷ୍ଠିତ ଜାତୀୟ ସ୍ତରୀୟ ଅନୁଷ୍ଠାନ ଯଥା ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ରୁରାଲ ଡେଭଲପମେଣ୍ଟ ଆଣ୍ଡ ପଞ୍ଚାୟତି ରାଜ, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ, ନ୍ୟାସନାଲ ସ୍କିଲ୍ ଡେଭଲପମେଣ୍ଟ କର୍ପୋରେସନ ଅନ୍ତର୍ଗତ ବିଭିନ୍ନ ସେକ୍ଟର ସ୍କିଲ୍ କାଉନ୍ସିଲ୍ସ ପ୍ରାଇଭେଟ। ପ୍ରଶ୍ନ ନମ୍ବର 104। ଶ୍ରମ ଓ କର୍ମଚାରୀଙ୍କ ରାଜ୍ୟ ବୀମା ମନ୍ତ୍ରୀ ଅନୁଗ୍ରହ କରି କହିବେ କି ରାଜ୍ୟରୁ ପ୍ରତିବର୍ଷ କେତେ ଜଣ ମହିଳା ଓ ପୁରୁଷ ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଯାଉଛନ୍ତି ଓ ଜିଲ୍ଲାବାରୀ ବିବରଣୀ ଦେବେ କି ଦାଦନ ଖଟିବାର ସବୁ କାରଣ କ'ଣ କ'ଣ ଓ ଏହାର ସ୍ଥିତି ପ୍ରତିକାର ପାଇଁ କି ପଦକ୍ଷେପ ଗ୍ରହଣ କରାଯାଉ ତାହା ସଦନରେ ଉପସ୍ଥାପନ କରନ୍ତୁ। ବିଭାଗୀୟ ମନ୍ତ୍ରୀ ଏହାର ଉତ୍ତର ରଖିବେ। ଅଧିକ ଅର୍ଥ ଉପାର୍ଜନ ପାଇଁ କର୍ମ ଅନ୍ୱେଷଣରେ ବାହାର ରାଜ୍ୟକୁ ଶ୍ରମିକମାନେ ଯିବା ପାଇଁ ଏକ ସ୍ୱାଭାବିକ ପ୍ରକ୍ରିୟା ହୋଇଥିଲେ ମଧ୍ୟ ଦୂରାବସ୍ଥାରେ ଥିବା ପ୍ରବାସୀ ଶ୍ରମିକଙ୍କ ସମସ୍ୟାର ସମାଧାନ ନିମନ୍ତେ ଅକ୍ଟୋବର 2024 ମସିହାରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ କୃଷି ଓ କୃଷକ ସଶକ୍ତିକରଣ ଶକ୍ତି ଓଡ଼ିଶା ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କାର୍ଯ୍ୟବାହିନୀ ଗଠନ କରାଯାଇ ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି ପ୍ରବାସୀ ଶ୍ରମିକମାନଙ୍କୁ ବିଭିନ୍ନ କର୍ମଯୋଗାଣକ୍ଷମ ଯୋଜନା ଏବଂ ସ୍ୱରୋଜଗାରକ୍ଷମ ଯୋଜନାଗୁଡ଼ିକରେ ଅନ୍ତର୍ଭୁକ୍ତ କରାଯାଉଅଛି। ଏହା ଅନ୍ତର୍ଗତ ନିଆଯାଉଥିବା ପଦକ୍ଷେପଗୁଡ଼ିକର ଅଂଶସ୍ୱରୂପ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାରେ 9 କୋଟି ପ୍ରବାସୀ ପ୍ରବଣ ଜିଲ୍ଲାର 30ଟି ବ୍ଲକ ଅଧୀନସ୍ଥ 704 ଗ୍ରାମ ପଞ୍ଚାୟତରେ କାର୍ଯ୍ୟ ଦିବସକୁ 300 ଦିନକୁ ବୃଦ୍ଧି କରାଯାଇଅଛି। ଏତଦ୍‌ବ୍ୟତୀତ ରାଜ୍ୟରେ 14 କୋଟି ପ୍ରବାସୀ ପ୍ରବଣ ଜିଲ୍ଲା ଗୁଡ଼ିକରେ ଗ୍ରାମ ପଞ୍ଚାୟତ ସ୍ତରରେ ସ୍ୱେଚ୍ଛାକୃତ ପଞ୍ଜୀକରଣ ବ୍ୟବସ୍ଥା ସଚେତନତା କାର୍ଯ୍ୟକ୍ରମ ପୋଲିସ ସହଯୋଗରେ ବେଆଇନ ଶ୍ରମିକ ନିଯୁକ୍ତ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ପ୍ରବାସୀ ଶ୍ରମିକଙ୍କ ପିଲାମାନଙ୍କ ପାଇଁ ଋତୁକାଳୀନ ଛାତ୍ରାବାସର ବ୍ୟବସ୍ଥା ଇତ୍ୟାଦି କରାଯାଇଅଛି। ଏହାଛଡ଼ା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅଧୀନସ୍ଥ ଏକ ଶ୍ରମିକ ସହାୟତା ହେଲ୍ପଲାଇନ୍ କାର୍ଯ୍ୟକାରୀ କରାଯାଇଅଛି ଏବଂ ଅନ୍ୟ ରାଜ୍ୟ ଯଥା ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଗୁଜୁରାଟର ସୁରଟଠାରେ ଓଡ଼ିଶା ପ୍ରବାସୀ ଶ୍ରମିକ ସହାୟତା ଡେସ୍କକୁ କାର୍ଯ୍ୟକ୍ରମ କରାଯାଇଅଛି। ଧନ୍ୟବାଦ। ପ୍ରଶ୍ନ ନମ୍ବର 105। ଉପମୁଖ୍ୟମନ୍ତ୍ରୀ ଅନୁଗ୍ରହ କରି କହିବେ କି ଭଦ୍ରକ ସହରର ମୁଖ୍ୟ ଛକମାନଙ୍କର ଟ୍ରାଫିକ୍ ସମସ୍ୟା ବହୁଳ ଭାବେ ଦେଖାଯାଉଛି। ବାମ ଦିଗକୁ ଯିବାକୁ ଥିବା ଯାତ୍ରୀଙ୍କୁ ତାଙ୍କ ଗନ୍ତବ୍ୟ ସ୍ଥଳକୁ ଯିବାରେ କୌଣସି ବାଧା ରହିବା କଥା ନୁହେଁ, କିନ୍ତୁ ଟ୍ରାଫିକ୍ ନିୟମକୁ ନ ମାନି ଛକର ବାମ ପାର୍ଶ୍ୱରେ ମଧ୍ୟ ଅନେକ ଗାଡ଼ି ମଟର ରାସ୍ତା ଅବରୋଧ କରୁଥିବାରୁ ଅନେକ ସମୟରେ ଆମ୍ବୁଲାନ୍ସ ମଧ୍ୟ ଅଟକି ଯାଇଥିବାର ଦେଖିବାକୁ ମିଳୁଛି। ଏଣୁ ସୁଚାରୁ ରୂପେ ଟ୍ରାଫିକ୍ ନିୟନ୍ତ୍ରଣ କରିବା ନିମନ୍ତେ ସହରମାନଙ୍କ ପ୍ରତ୍ୟେକ ଛକ ଗୁଡ଼ିକରେ ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରି ବାମ ଦିଗ ପଟେ ଯାତ୍ରା କରିବାକୁ ଥିବା ଯାତ୍ରୀଙ୍କ ଗମନାଗମନକୁ ସୁଗମ କରିବାକୁ ସରକାର ପଦକ୍ଷେପ ଗ୍ରହଣ କରିବେ କି ତାହା ସଦନରେ ଉପସ୍ଥାପନ କରନ୍ତୁ। ଉପମୁଖ୍ୟମନ୍ତ୍ରୀ ମହୋଦୟ ଏହାର ଉତ୍ତର ରଖିବେ। ଭଦ୍ରକ ସହରର ମୁଖ୍ୟ ଛକମାନଙ୍କରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଟ୍ରାଫିକ୍ କର୍ମଚାରୀଙ୍କ ସମେତ ଗୃହରକ୍ଷୀମାନଙ୍କୁ ନିୟୋଜିତ କରାଯାଇଛି। ଏତଦ୍‌ବ୍ୟତୀତ ମୁଖ୍ୟ ଛକ ଗୁଡ଼ିକରେ ନିୟୋଜିତ ଟ୍ରାଫିକ୍ କର୍ମଚାରୀମାନେ
ट्राफिक पदवी मंजूर କରିଛନ୍ତି। तन्मध्यରୁ भद्रक जिला ପାଇଁ 52 ଗୋଟି ପଦବୀ ଯଥା ଗୋଟିଏ ଇନ୍ସପେକ୍ଟର, 2ଟି ଏଏସ୍ଆଇ, 1ଟି ଏଏସ୍ଆଇ, 8 ଗୋଟି ହାବିଲଦାର ଏବଂ 40 ଗୋଟି କନେଷ୍ଟବଳ ସୃଷ୍ଟି କରାଯାଇଛି। ଧନ୍ୟବାଦ। प्रश्न नंबर 106 स्वास्थ्य और परिवार कल्याण मंत्री अनुग्रह करी कहिबे कि मोर प्रथम प्रश्न केन्दुझर जिला मेडिकल कॉलेज केतोटी विभाग खोला